ଏହି ଦେବଭୂମି ଉତ୍କଳରେ ରଜ 3 ଦିନ ପରେ ଠାକୁରାଣୀ ଗାଧୁଆ ପବିତ୍ର ପର୍ବଟିକୁ କେବଳ ମହିଳାମାନଙ୍କ ଦ୍ୱାରା ଅତି ନିଷ୍ଠାର ସହିତ ମା ଗିରିଙ୍ଗେଶ୍ୱରୀଙ୍କ ପୀଠରେ ପାଳନ କରାଯାଏ। ରଜବତୀ ନାରୀଟିଏ ପରି ମା ଜଗତ ଜନନୀ ଗିରିଙ୍ଗେଶ୍ୱରୀ ମଧ୍ୟ ନଦୀ ଜଳରେ ପ୍ରାତଃକାଳରେ ସ୍ନାନ କରନ୍ତି। ଏହି ଗାଧୁଆର ଅବକାଶ ନୀତିକୁ ଠାକୁରାଣୀ ଗାଧୁଆ କୁହାଯାଏ ଓ ଠିକ୍ ଏହି ଦିନଠାରୁ ଆଦ୍ୟ ବର୍ଷର ଆଗମନ ହୁଏ। ଏହି ଦିନଟି ନାରୀ ସମାଜ ପାଇଁ ଏକ ପବିତ୍ର ଓ ସୃଷ୍ଟି ଶିକ୍ଷାର ଦିନ ଅଟେ। ଏହି ଠାକୁରାଣୀଙ୍କ ପର୍ବ ଏକ ପ୍ରାଚୀନ ଓ ଐତିହାସିକ ପରମ୍ପରା ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ପ୍ରତ୍ୟେକ ମହିଳା ଏହି ପୀଠକୁ ଆସି ମା ଗିରିଙ୍ଗେଶ୍ୱରୀଙ୍କ ଗାଧୁଆ ଉତ୍ସବରେ ଭାଗ ନେଇଥାନ୍ତି। ଏ ବର୍ଷ ମା ସୁଭଦ୍ରାଙ୍କ ନବକଳେବର ହେବାକୁ ଯାଉଥିବାରୁ ପ୍ରତ୍ୟେକ ନାରୀ ବି ନୂତନ ବସ୍ତ୍ର ପରିଧାନ କରି ଦେବୀ ରୂପ ଧାରଣ କରି ସୁଖର ସଂସାର କରିବେ। ଏହି ଉପଲକ୍ଷେ ବିଶେଷ କରି କୁମାରୀ ଓ ନବବଧୂମାନଙ୍କୁ ଠାକୁରାଣୀ ଗାଧୁଆରେ ମା ଗିରିଙ୍ଗେଶ୍ୱରୀଙ୍କ ପୀଠକୁ ଆସନ୍ତା ଜୁନ ମାସର 17 ତାରିଖ ବା ଶେଷ ରଜ ପରଦିନ ଆସି ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଉଛି।